ଡ୍ୟାନି ବାବୁ ଯେତେବେଳେ ଯାତ୍ରା କରନ୍ତି ସେ ଯେତେବେଳେ ସ୍କ୍ରିପ୍ଟ ଘୋଷନ୍ତିନି, ଖାଲି ଆପଣ ଥରେ ପଢି ଦିଅନ୍ତି। ଏଇ କଥାଟି ମତେ ଆପଣଙ୍କ ମାନେ ବିଶେଷ ସୂତ୍ରରୁ ମତେ ଖବର ମିଳିଛି। ଆଜ୍ଞା ସେଇଟା ସତ କଥା। ଯେତେବେଳେ ଆମର ରିହର୍ସଲ ହୁଏ, ଯୋଉଠି ଆଖଡା କରି ରିହର୍ସଲ ହୁଏ, ପ୍ରତ୍ୟେକ ଦିନ ଆମେ ଯେତେବେଳେ ରିହର୍ସଲ କରୁ, କୁହାଯାଏ ନା ଗୋଟେ କାହାଣୀକୁ ପଢିଲେ କମ ମନେ ରହିବ, କିନ୍ତୁ ଶୁଣିଲେ ଭଲ ମନେ ରହେ। ସେଥିପାଇଁ ଆମେ ସମସ୍ତେ ଗପ ଶୁଣିବାକୁ ପସନ୍ଦ କରୁ। କି ଗୋଟେ ଗପ କୁହନ୍ତା କି, ଆମ ସ୍କୁଲରେ କଣ ପଢିଥିବୁ ଗପ ସେଇଟା ମନେ ନଥିବ, କିନ୍ତୁ ଆଈ କହିଥିବା କାହାଣୀ ସବୁ ମନେ ଥିବ, ଜେଜେମା ଆଈ କହିଥିବା କାହାଣୀ ସବୁ ମନେ ଥିବ। ତ ସେଥିପାଇଁ ଶୁଣିବା ଜିନିଷଟାକୁ ବେଶୀ ପ୍ରିଫର କରେ ମୁଁ। ଯେତେବେଳେ କାମ କରୁଥାଏ, ରିହର୍ସଲ ଚାଲିଥାଏ ଆମର, ମୁଁ ଶୁଣୁ ଶୁଣୁ ହିଁ ମନେ ରଖି ରଖି ଚାଲୁଥାଏ। ମାନେ ଆଜି 2ଟା ସିନ୍ ରିହର୍ସଲ ହେଲା, ତ ମତେ ସେଇ ପିରିୟଡରେ ସେ 2ଟା ସିନ୍ ଭଲସେ ମନେ ରଖିବାର ଅଛି। ଆଉ ଯାତ୍ରାରେ ଘୋଷିବା ଅପେକ୍ଷା ମନେ ରଖିବା ସବୁଠୁ ବେଶୀ ଇମ୍ପୋର୍ଟାଣ୍ଟ, କାହିଁକିନା ସେଠି ଜୋନ ମନେ ରଖିବାକୁ ପଡେ, ଡାଇଲଗ ୱାଇଜ ଲାଇଟ କୋଉଠି ପଡିବ, କଣ କରିବ ସେଟା ମନେ ରଖିବାକୁ ପଡିବ, ଟର୍ନ ମନେ ରଖିବାକୁ ପଡିବ, ମ୍ୟୁଜିକ ସହିତ ଟର୍ନ, ବହୁତ ଜିନିଷ ଥାଏ।